नामाचार्य बाया बाबा कहले गुरु मनुष्य नुहंती, मनुष्य गुरु है न पाए। गुरु मनुष्य नुहंती, मनुष्य गुरु है न पाए। जहांक भितरे दिव्य शक्ति अच्छी, से दिव्य शक्ति ही आपण मानकर गुरु। गुरुंकर जो रूपटी आपण देखुचंती से होउची दिव्य शक्ति को धारण करी रखिथिबा शरीर। शरीर एवं दिव्य सत्ता ये समान नुहं। शरीरटा एठी रही किंतु दिव्य सत्ता दिव्य आत्मा ये जुग जुग धरी रही। आमे सबुबले दाबी करुछु आमे अमुकंकर शिष्य। से गोटे कथा आमे अमुकंकर शिष्य मोर गुरु अमुक आमे कहूँ। से गोटे मनीष को बुझेगा पाए ये सब गोटे गोटे कथा। किंतु गुरु होउचंती जणे, से होउचंती भगवान। जो भगवान से अच्छंती थिले रहिबे। केते सत्य त्रेतया द्वापर कली केते एमती चली जीवो, सी किंतु थिले अच्छंती रही। सी होउचंती आम पाई आमे तांको संबोधन करूचु अनंत। आउ किए संबोधन करुती अलेख, आउ किए संबोधन करुती हरे कृष्ण, आउ मध्य किए कहउचंती जय गुरु बाहे गुरु। किंतु से जणे एक सदमे प्रापहुधा बरन। यही पवित्र मार्सागाई भितरे जदि आमे देखिबा अनेक गुरुंकर मंदिर अछि। श्री श्री ठाकुर निगमानंद, श्री श्री ठाकुर अभिराम परमहंस, श्री श्री ठाकुर अनुकूल चंद्र, श्री श्री ठाकुर केशव चंद्र, श्री श्री भगवान सत्य साई। यही भरी अनेक भक्त मानक पई अनेक गुरु पूजा करुचंती एवं सेमानक पई आपण माने भक्त माने मंदिर करिसंती। तांको माने उत्सव पालन करुचंती। जदि से प्रकृतरे गुरु बोली गोटे शब्द को ठीक भाव
ବୁଝିଛନ୍ତି ତାହେଲେ ତାଙ୍କ ଭିତରେ ଯୋଉ ଅହଙ୍କାର ବା ଅଜ୍ଞତା ରହିଛି, ମୋ ଗୁରୁ ତା ଗୁରୁ। କିଓ ବାବୁ ଘର ସଂସାରରେ ତମେ ଥିଲ, ଭାଇ ଭଉଣୀ ଭିତରେ କଜିଆ ଲାଗୁଥିଲା, ଭାଇ ଭାଇ ଭିତରେ ଜମିବାଡ଼ି ବଣ୍ଟନ ହଉଥିଲା। ସେଇ କଥା ତ ଗୁରୁ ରାଜ୍ୟକୁ ଆସିକିରି ସେଇ କଥା ତମ ଭିତରେ ଅଛି। ଯେମିତି ଭାଇ, ଗୋଟିଏ ଭାଇ କହେ ମୁଁ ପୂର୍ବ ପଟ ନେବି, ଆଉ ଗୋଟିଏ ଭାଇ କହେ ମୁଁ ବି ପୂର୍ବ ପଟ ନେବି। ପର୍ଯ୍ୟାୟ ଯୋଉଠୁ ଆରମ୍ଭ ହୁଏ ସେଇଭଳି ଆପଣମାନେ ଦେଖିବେ ଆଜି ଯୁଆଡ଼କୁ ଯିବେ ଅନେକ ମନ୍ଦିର, ଅନେକ ଗୁରୁଙ୍କର ଆଶ୍ରିତ, କିନ୍ତୁ ଜଣେ ଗୁରୁଙ୍କର ଆଶ୍ରିତ, ଆଉ ଜଣେ ଗୁରୁଙ୍କୁ ସେ ଭକ୍ତି ବି କରେନି, କିମ୍ବା ସେ ଗୁରୁଙ୍କୁ ଟିକେ ଦେଖିବାକୁ ବି ଯାଏ। ସେ ମାଙ୍କଡ଼ ଭଳିଆ କି ଭାଲୁ ଭଳିଆ କି କଣ, ତାକୁ ଯେ ଦେଖିବାକୁ ବି ଯାଏ। ତାହେଲେ ଧର୍ମର ପ୍ରଚାର ହେଇଛି ବୋଲି ନିଜେ ଆମେ ଦିବ୍ୟ ଜ୍ଞାନ ପାଇଛୁ ବୋଲି ଆମେ କେମିତି ଦାବି କରିବୁ? ଆମେ ଯୋଉଠି ଥିଲୁ ସେଇଠି। 2-3 ଜଣ ଲୋକ ଗଞ୍ଜେଇ ଖାଇଲେ, ବହୁତ ଜୋରରେ ଗଞ୍ଜେଇ ଖାଇଲେ, ଡଙ୍ଗାରେ ବସିଥିଲେ। ଡଙ୍ଗାରେ ବସି ଗଞ୍ଜେଇ ଖାଇ କଥାବାର୍ତ୍ତା ହେଲେ ଆମେ କାଶୀ ବନାରସ ଯିବା, ବିଶ୍ୱନାଥଙ୍କ ଦର୍ଶନ କରିବା। ସମସ୍ତେ କହିଲେ ଭାରି ବଢ଼ିଆ କଥା, ବିଶ୍ୱନାଥଙ୍କୁ ଦର୍ଶନ କରିବା। ତାଙ୍କ ଭିତରେ ବଣ୍ଟା ହେଲା, ତୁ କାତ ଧରିବୁ, ସେ ଆଉଲା ପକେଇବ। ସେତେବେଳେ ଯୋଉ ବ୍ୟବସ୍ଥା ଥିଲା, ସମସ୍ତେ ନିଜ ନିଜର କାମରେ ଲାଗି ପଇଲେ। ରାତି ଯାକ ଡଙ୍ଗା ମାନେ ଚାଲିଛି, ଡଙ୍ଗାରେ କାତ ମରା ହଉଛି, ଆହୁଲା ପଡୁଛି, ମଝିରେ ମଝିରେ ପଚରା ପଚରି ହଉଛନ୍ତି। କିନ୍ତୁ ଏତେ ରାତି ହେଲାଣି, ବିଶ୍ୱନାଥ ଆଉ କେତେ ବାଟ ଅଛି? ଯିଏ ଆଉ ଟିକେ ବେଶିକିରି ଗଞ୍ଜେଇ ଖାଇବା, ସେ କହିଲା ଏଇ ଯୋଉ ଆଲୁଅ ଦେଖାଯାଉ ସେଇ ପରା ବିଶ୍ୱନାଥ। ଏମିତି ହେଇ ହେଇ ରାତି ପାଇଲା। ରାତି ପାଇଲା ବେଳକୁ ଦେଖିଲେ ସିଏ ଯୋଉଠି ଥିଲେ ସେଇଠି, ଆଗକୁ ଯାଇନାହାନ୍ତି। ଡଙ୍ଗାରେ ଦଉଡ଼ା ବାନ୍ଧି ଦେଇଛନ୍ତି, ଡଙ୍ଗା ସେଇଠି ଅଛି। ସେ ଡଙ୍ଗା ଗଞ୍ଜେଇ ନିଶାରେ ସେ ଡଙ୍ଗାରୁ ମାନେ ଦଉଡ଼ି ମାନେ ଯୋଉଟା ବନ୍ଧା ହେଇଥିଲା ସେ ଦଉଡ଼ିକି ବିତେଇ ନାହିଁ, କିନ୍ତୁ କାତ ମାରି ଆହୁଲା ମାରି ବିଶ୍ୱନାଥଙ୍କ ଦର୍ଶନ ପାଇଁ ଯାଇଥିଲେ। ଯୋଉଠି ଥିଲେ ସେଇଠି ଅଛନ୍ତି। ତାଙ୍କୁ ଏତେ ଲାଜ ମାରିଲା, ସିଏ ମୁଣ୍ଡରେ ଲୁଗା ପକେଇ ପଳେ କହିଲେ ଭାଇ ଆମେ ଯୋଉଠି ଥିଲେ ସେଇଠି। ତେଣୁ ଆଜି ଆପଣ ଦେଖିବେ ଯୋଉଠି ଗୋଟେ ମାନେ ଗୋଟେ କଣ ଗୋଟେ ଦେଖିଦେଲେ କି ଶୁଣିଦେଲେ, ଏଇ ଆମର ଗୋଜବାଇଆଣୀଙ୍କ ପାଖରେ ଯେତେବେଳେ ମାନେ କଣ ଗୋଟେ ହେଲା, ଆମେ ସବୁ ଅନୁଭବ କଲୁ। ମୁଁ ନିଜେ ଅନୁଭବ କରିଛି, ଆଶ୍ରମରେ କାଉ ଉଡ଼ିଲେ।
ଏଠି ଲୋକ କ'ଣ କେହି ନାହାନ୍ତି, କ'ଣ ଆସୁନାହାନ୍ତି? ନାଇଁ ସବୁ ଗୋଜ ଭାଇ ଆଣିଙ୍କ ପାଖକୁ ଯାଉଛନ୍ତି। ଯାଇ 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 ଶେଷରେ ପୁଣି ଯୋଉଠି ଥିଲେ ସେଇଠି। ତେଣୁ ଗୋଜ ଭାଇ ଆଣି ଭୁଲ ନୁହନ୍ତି, କୌଣସି ଗୁରୁ ମଧ୍ୟ ଭୁଲ ନୁହଁ। କିନ୍ତୁ ଆମ ଭିତରେ ଯୋଉ ବୁଝାମଣା, ସେ ବୁଝାମଣାଟି ଭୁଲ ହେଇଛି, ମାନେ ସମ୍ପୂର୍ଣ୍ଣ ଭୁଲ। ଆମେ ଅମୁକଙ୍କର ଶିଷ୍ୟ, ସିଏ ସମ୍ମୁଖଙ୍କର ଶିଷ୍ୟ। ଏଇ ଯୋଉ ତୋର ମୋର ଭାବଟି ଗୁରୁ ରାଜ୍ୟରେ ପ୍ରବେଶ କରି, ତେଣୁ ଗୁରୁ କୃପା ପାଇବେ କ'ଣ? ଆମ ଗୋପାଳ ବୋଲୁଛନ୍ତି ଗୁରୁ କୃପା ହିଁ କେବଳ। କେମିତି ଗୁରୁ କୃପା ପାଇବେ? ତେଣୁ ଏମିତିକି ଏଇ ମଞ୍ଚରେ ସବୁ ଗୁରୁଙ୍କର ଫଟୋ ରଖାଯାଇଥାଏ। ଏଇ ମଞ୍ଚରେ ସବୁ ଗୁରୁଙ୍କର ଅଭିଷେକ ହୋଇ ପ୍ରସାଦ ପାଇବା ପାଇଁ ତାଙ୍କୁ ଶ୍ରଦ୍ଧାର ନିମନ୍ତ୍ରଣ କରାଯାଇଥିଲା। ତଥାପି ତ ହେଲାନି, ତଥାପି ହେଲାନି। ମୁଁ ଏପର୍ଯ୍ୟନ୍ତ ବି ଦେଖିପାରୁନି, ତାପରେ 2-3 ବର୍ଷ ଗତ ହେଇଗଲାଣି କି କ'ଣ, ମୁଁ ଏବେ ବି ଦେଖୁନି ଯେ ବଳିଆକୁ ଦେଖିବାକୁ କି ମାରିବାକୁ କି ହସିବାକୁ କେହି ତ ଜଣେ ଆସୁନି। ତେଣୁ ଆମେ ହିଁ ବୋଲୁଛୁ ଶାନ୍ତିର ଦର୍ଶନ, ଗୁରୁ ଦର୍ଶନ। ଏଇ ଯୋଉ ଶ୍ଲୋକଟି ପଢିଲେ, ଗୁରୁ ବ୍ରହ୍ମା, ଗୁରୁ ହଉଛନ୍ତି ବ୍ରହ୍ମା। ସିଏ ବ୍ରହ୍ମା କିଏ? ଆମ ବାପା ବୋଉ। ମତେ ଟିକେ ସାହିତ୍ୟ ଆସେନି, ମୁଁ ବେଶୀ ପାଠ ପଢିନି, ତେଣୁ ମୂର୍ଖ ହିସାବରେ କହୁଛି। ଆପଣ ମାନେ ବୁଝିଲା ଭଳିଆ କଥାଟା କହୁଛି। ଗୁରୁ ବ୍ରହ୍ମା ସେ କିଏ? ଆମ ବାପା। ଗୁରୁ ବିଷ୍ଣୁ ସେ କିଏ? ବିଷ୍ଣୁ ହଉଛନ୍ତି ପାଳକ। ତାହେଲେ ଗୁରୁ ବିଷ୍ଣୁ କିଏ? ସିଏ ହଉଛନ୍ତି ସୂର୍ଯ୍ୟ, ଚନ୍ଦ୍ର, ପୃଥିବୀ, ସମୁଦ୍ର, ଅଗ୍ନି। ଏଇ ହଉଛନ୍ତି ଗୁରୁ ବିଷ୍ଣୁ। ଯାହାଙ୍କ ପାଇଁ ଆମେ ଖାଉଛୁ, ପିଉଛୁ, ଶୋଉଛୁ, ଉଠୁଛୁ, ବୁଲୁଛୁ, ସିଏ ଯୋଉଦିନ ଆମ ଭିତରୁ ପଳେଇବେ, ଆମେ ସେଦିନ ମରିବୁ। ଗୁରୁଦେବ ମହେଶ୍ୱର ସେ କିଏ? ଯେ ମୁଁ ପାଠ ପଢିଛି, ମୁଁ ଅମୁକ କର୍ମ କରୁଛି, ଏସବୁ ବିଷୟରେ ମତେ ଯିଏ ବା ଯେଉଁମାନେ ଶିକ୍ଷା ଦେଇଛନ୍ତି, ସେଇମାନେ ହେଉଛନ୍ତି ଗୁରୁଦେବ ମହେଶ୍ୱର। ଯେତେବେଳେ ଆପଣମାନେ ये श्लोकटी पढ़िए, ये श्लोकर स्वरूप मान चिंता करिए। गुरु ब्रह्मा ये कहू कहू तम बाप मांकर प्रतिवर्ती तम आगु को आसब। गुरु विष्णु
ଗୁରୁ ବିଷ୍ଣୁ ଯେତେବେଳେ ଆପଣ କହିବେ ସେତେବେଳେ ପାଞ୍ଚଟି ମହାଭୂତକୁ ଚିନ୍ତନ କରିବାକୁ ସମୟ ଲାଗିବ। ସୂର୍ଯ୍ୟଙ୍କୁ ମନ ଭିତରେ ଚିନ୍ତା, ସିଏ ହଉଛନ୍ତି ବିଷ୍ଣୁ। ବିଜ୍ଞାନ କହୁଛି, ବିଜ୍ଞାନ ମଧ୍ୟ ମାନୁଛି ସୂର୍ଯ୍ୟ ସକଳ ଶକ୍ତିର ଆଧାର। ଗୀତା କହୁଛନ୍ତି ଆଦିତ୍ୟ ନାମାହଂ ବିଷ୍ଣୁ, ମୁଁ ହଉଛି ଆଦିତ୍ୟ ନାମକ ବିଷ୍ଣୁ ଅର୍ଥାତ୍ ସୂର୍ଯ୍ୟ। ଗୁରୁ ବ୍ରହ୍ମା, ମୋ ବାପା ବୋଉଙ୍କୁ ମୁଁ ଆଗ ଚିନ୍ତନ କଲି। ଯଦି ବାପା ବୋଉଙ୍କୁ ତମେ ଭିନେ କରି ଦେଇଥିବ, ଆଜିକାଲି ଯୋଗ୍ୟ ବାଳ ପୁଅ ଝିଅ ମାନେ ବାପା ବୋଉଙ୍କୁ ଭିନେ ବି କରିଦଉଛନ୍ତି। ଭିନେ ହେଇକି ସେ ତାଙ୍କର ଏଇ ଯୋଉ ବାର୍ଦ୍ଧକ୍ୟ ଭତ୍ତା ପାଉଛନ୍ତି, ସେଇଥିରେ ଚଳୁଛନ୍ତି। ଆଉ କିନ୍ତୁ ଯାହା ବି ସେ କରନ୍ତୁ, ତମେ ଯୋଉ ଜୀବନଟି ପାଇଛ ସେ ଜୀବନର ଅଧିକାରୀ ହଉଛନ୍ତି ତମ ବାପ ମା। ତେଣୁ ଗୁରୁ ବ୍ରହ୍ମା, ଗୁରୁ ବିଷ୍ଣୁ, ସିଏ ହଉଛନ୍ତି ସୂର୍ଯ୍ୟ। ଗୁରୁଦେବ ମହେଶ, ସେ କିଏ? ପୁରୋହିତ, ଶିକ୍ଷକ, ସୈନିକ, ଚିକିତ୍ସକ, କୃଷକ, এই ଚାରୋଟି ମହାଶକ୍ତିକୁ ନେଇ ଏ ସଂସାର ଚାଲେ। ଯେତେବେଳେ କହିବେ ଗୁରୁ ସାକ୍ଷାତ୍ ପରଂ ବ୍ରହ୍ମ ତସ୍ମୈ ପରଂ ବ୍ରହ୍ମ ବୋଲି ଯେତେବେଳେ ଭାବିବେ, ବାଘ ନ ଦେଖିଲେ ବିରାଡ଼ି ଦେଖ। ତମେ ଯଦି ସେ ପରଂ ବ୍ରହ୍ମଙ୍କୁ ଦେଖିନା, ତାହେଲେ ତମେ ତମ ଗୁରୁଙ୍କୁ ଦେଖିଛ, ମାନେ ତୁମେ ପରଂ ବ୍ରହ୍ମଙ୍କୁ ଦେଖି ସାରିଛ। ଆଉ ଦେଖିନା କଣ? ଗୁରୁ ସାକ୍ଷାତ୍ ପରଂ ବ୍ରହ୍ମ ଭଳିଆ ଗୋଟେ ଗୀତରେ ମଧ୍ୟ ଲେଖିଛି। ଏ ପିଲାମାନେ ତାକୁ ଶିଖିଛନ୍ତି କି ନାହିଁ, ବରଂ ତାକୁ ବୋଲିବେ। ଭଲ ଗୀତ, ମୁଁ ବୋଲି ପାରିବିନି, ଖାଲି ପଦେ କହିଦଉଛି। ଦେଖି ନାହିଁ ଭଗବାନଙ୍କୁ ଦେଖିନି,
ଯେଉଁ ଯେଉଁ ମନ୍ଦିରକୁ ଯାଇଛି ଅନେକ କାନ୍ଦିଛି କହିଛି, ସେ ମଧ୍ୟ କିଛି ଉତ୍ତର ଦେଇନାହାନ୍ତି। କିନ୍ତୁ ମୁଁ ଯେତେବେଳେ କାନ୍ଦିଛି ମୋତେ ଉତ୍ତର ଦେଇଛନ୍ତି, ମୋତେ ବୁଝେଇ ଦେଇଛନ୍ତି, ସିଏ ହେଉଛନ୍ତି ମୋର ଗୁରୁ। ଗୁରୁ ମୋ ପାଇଁ ଭଗବାନ। ଆପଣ ଦେଖନ୍ତୁ, ସମସ୍ତେ କହୁଛନ୍ତି ଭଗବାନ ଭଗବାନ। କିଏ ଭଗବାନଙ୍କୁ ଦେଖିଛ? ଯେମିତି ଗୋଟେ କଥାରେ କୁହାଯାଏ, 6 ଜଣ ଅନ୍ଧ ସେ ଗୋଟେ ଜାଗାରେ ଏକତ୍ର ହୁଅନ୍ତି, ଭଗବାନଙ୍କର ଭଜନ ଗାଆନ୍ତି। ଥକା ମନ ଚାଲ ଯିବା ଚକା ନୟନ। ଗୀତଟିକୁ ଗାଇ ଗାଇ ଅନ୍ଧମାନେ ଭିକ୍ଷା କରୁଛନ୍ତି। ଦିନେ ମନ ଭିତରେ ଭାବିଲେ, ଆମେ ଯେଉଁ ଚକାନୟନକୁ ଦେଖିବୁ ବୋଲି ଚକାନୟନଙ୍କର ସଙ୍ଗୀତ ଗାଇ ଭିକ୍ଷା ମାଗୁଛୁ ବା ଟିକେ ପ୍ରସନ୍ନ ଭାତ ଡାଲି ଖାଉଛୁ, ଚାଲ ଆମେ ଟିକେ ଚକାନୟନକୁ ଦେଖିବା। ସମସ୍ତେ କହିଲେ ଯିବା। ଆଉ ଚକାନୟନଙ୍କ ମନ୍ଦିର କୋଉଠି, କୋଉ ବାଟରେ ଯାଆନ୍ତି କାହାକୁ ଜଣା ନାହିଁ। ଏମାନେ ଧରାଧରି ହେଇକି ଯାଇ ଗୋଟେ ଗାଁରେ ପହଞ୍ଚିଲେ। ସେ ଗାଁରେ ଜମିଦାରଙ୍କର ଘର। ସେତେବେଳେ ଜମିଦାର ମାନେ ହାତୀ ଘୋଡ଼ା ସବୁ ଚଳୁଥିଲେ। ତାଙ୍କ ଘୋଡ଼ା ଶାଳରେ ପହଞ୍ଚିଲେ। এই ହାତୀଟା, ଯେଉଁ ହାତୀଟା ଚଢ଼ିକିରି ସେ ବୁଲନ୍ତି, ସେଇ ହାତୀ ପାଖରେ ପହଞ୍ଚେ। 6 ଜଣ ଯାକ ପ୍ରଥମେ ଯିଏ ହାତ ମାଇଲା ସେ କହିଲା, ମୁଁ ବୁଝିପାରିଲି, ବୁଝିଲି। ଆରେ କ'ଣ ବୁଝିଲୁ? ନା ଭଗବାନ କାନ୍ଥ ଭଳିଆ। ଆଉ ଜଣେ ହାତ ମାଇଲା ଲାଙ୍ଗୁଡ଼ରେ, କହିଲା, ତୁ ମିଛୁଆ, ମୁଁ ଯାହା କହୁଛି ଶୁଣ, ଭଗବାନ ସାପ ଭଳିଆ, ଦୌଡ଼ା ଭଳିଆ। ଆଉ ଜଣେ ତା କାନକୁ ଧରି ପକେଇଛି, କହିଲା, ନା ନା, ଭଗବାନ କୁଲା ଭଳିଆ। ଯିଏ ତାଙ୍କ ଗୋଡ଼କୁ ଧରି ପକେଇଛି ସିଏ କହିଲା, ଭଗବାନ ଖୁଣ୍ଟ ଭଳିଆ, ଯୋଉ ଘର ଖୁଣ୍ଟ, ପିଲର ବୋଲି ଯାଉ କହୁଛି। ଏଇଭଳି ସବୁ ତାଙ୍କ ଭିତରେ ବିତର୍କ ସୃଷ୍ଟି ହେଲା। ଆଜି ଆପଣ ଦେଖିବେ ଗୁରୁ ଜଗତରେ, ଧର୍ମ ଜଗତରେ, ଆପଣମାନେ ଏଇଟାକୁ ଅନୁଭବ କରନ୍ତୁ। ଏଇ ଯୋଉ ଇସ୍ରାଏଲ ଆଉ ଆମେରିକା ମିଶିକିରି ଗୋଟେ ଯୁଦ୍ଧ କରୁଛନ୍ତି ଇରାନ ସହିତ। ଇସ୍ରାଏଲ ମାନେ ଯେଉଁ ଦେବତାଙ୍କୁ ପୂଜା କରନ୍ତି, ସେମାନେ ଆଉ କୌଣସି ଅବତାରଙ୍କୁ ମାନନ୍ତି। ସିଏ କୁହନ୍ତି ଯେ ଆମର ଯିଏ ଇଷ୍ଟ
ତାଙ୍କ ପରେ ଆଉ କେହି ଅବତାର ଆସିବେ ନାହିଁ କି ଆସିନଥିଲେ, ଏଇ କଥା ସେମାନଙ୍କର ବିଶ୍ୱାସ। ସେଇଭଳି ଭାବରେ ଯିଏ ଯୋଉ ଗୁରୁଙ୍କର ଆଶ୍ରିତ ହେଲା, ଆପଣ ତାକୁ ଟିକେ ଅନୁଭବରେ ଦେଖିବେ, ସିଏ ଆଉ କୌଣସି ଗୁରୁଙ୍କର ଗୀତଟିଏ ବି ଗାଉନି। କି କଥା ମୁଁ ନିଜେ ଅନୁଭବ କରିଛି। କିନ୍ତୁ ଶିଶୁ ଅନନ୍ତ ଆଶ୍ରମ ଏକ ସ୍ୱତନ୍ତ୍ର ଏବଂ ବ୍ୟତିକ୍ରମ। ସବୁ ଗୁରୁଙ୍କୁ ଠାକୁର ନିଗମାନନ୍ଦଙ୍କର ସେଇ ଯୋଉ ବାଣୀଟାକୁ ମନେ ପକାଏ, ମନ୍ନାଥ ଶ୍ରୀ ଜଗନ୍ନାଥ ମଦ୍ଗୁରୁ ଶ୍ରୀ ଜଗତ ମଦାତ୍ମା ସର୍ବଭୂତା ତସ୍ମୈ ଶ୍ରୀ ଗୁରବେ। ତେଣୁ ମୋ ଗୁରୁ ଜଗତ ଗୁରୁ, ମୋ ପାଇଁ ଜଗତ ଗୁରୁ, ମୋ ପାଇଁ ମଦ୍ଗୁରୁ ଶ୍ରୀ ଜଗତ ଗୁରୁ। ତମେ ଜଗତରେ ଅନେକ ଗୁରୁ ଅଛନ୍ତି ବୋଲି ଠାକୁର ନିଗମାନନ୍ଦ କହିଲେ ମଦ୍ଗୁରୁ ଶ୍ରୀ ଜଗତ ଗୁରୁ। ତାର ପ୍ରକୃତ ଅର୍ଥ କଣ? ମୋ ଗୁରୁ ଜଗତର ଗୁରୁଙ୍କ ଭିତରେ ଅଛନ୍ତି। ମୋ ଗୁରୁଙ୍କୁ ମୁଁ ଦଣ୍ଡବତ ହଉଛି, ତାମାନେ ଜଗତର ସମସ୍ତ ଗୁରୁବର୍ଗ ମାନଙ୍କୁ ମୁଁ ପ୍ରଣାମ କରୁଛି। ତେଣୁ ସଜ୍ଜନ, ଆଜି ସେଇ କଥା ନାହିଁ। ତା ଯଦି ସେମାନେ ବୁଝିଥାନ୍ତେ, ଆଜି ହିନ୍ଦୁ ମୁସଲମାନ ଭିତରେ ବିବାଦ ସୃଷ୍ଟି ହଉନଥାନ୍ତା। ସେଇ କଥାକୁ ଯଦି ସେମାନେ ବୁଝିଥାନ୍ତେ, ଆଜି ହିନ୍ଦୁ ଧର୍ମ ଛାଡ଼ି ଲୋକେ ଖ୍ରୀଷ୍ଟିଆନ ଧର୍ମକୁ ଯାଉନଥାନ୍ତେ। ତେଣୁ ଆମେ ପ୍ରକୃତରେ କିଛି ବୁଝିନୁ। ଆମେ ହୁଣ୍ଡା ନୁହେଁ, ପ୍ରକୃତରେ ଆମେ ହୁଣ୍ଡା ବି ନୁହଁ, କିନ୍ତୁ ଆମେ ହଉଛୁ ଅସଲ ଗୁଣ୍ଡା। ଆମ ପାଇଁ ସମ୍ବିଧାନ କିଛି ନାହିଁ, ମାନେ ସରକାରଙ୍କ ପାଖରେ ସମ୍ବିଧାନ କିଛି ନାହିଁ। ମୁଁ ଗୋଟେ ପାରଳା ଖେମୁଣ୍ଡିର ଗୋଟେ ଜଗନ୍ନାଥଙ୍କ ମନ୍ଦିରକୁ ଯାଇଥିଲି କିଛି କଥା କହିବାକୁ। ସେଠି ମୁଁ ଦେଖିଲି ଜଗନ୍ନାଥଙ୍କ ମନ୍ଦିର ଆଗରେ ଏମିତି ଧାଡ଼ି ହେଇକିରି ଅନେକ ମନ୍ଦିର ହେଇଛି। ମନ୍ଦିର ନୁହେଁ, ଘର ହେଇଛି। ଏଠି ଯଦି ଶିବାନନ୍ଦଙ୍କର ପ୍ରାର୍ଥନା ହଉଛି, ସେଠି ଅନୁକୂଳଙ୍କର ହଉଛି, ସେଠି ନିଗମାନନ୍ଦଙ୍କର ହଉଛି, ସେଠି ଗାୟତ୍ରୀ ସଂସ୍ଥାର, ସେଠି ସତ୍ୟସାଇଙ୍କର ହଉଛି। ମୁଁ ତାକୁ ସବୁ ଦେଖିଲି। ଜଗନ୍ନାଥଙ୍କ ମନ୍ଦିରକୁ ଯେତେବେଳେ ଗଲି, ଦେଖିଲି ଗୋଟିଏ ଘଣ୍ଟ ବାଜୁଛି। ଆପଣମାନେ ତ ବହୁତ ଘଣ୍ଟ ବଜେଇ ବଳିଆକୁ ସ୍ୱାଗତ କରିଥିଲେ। ଗୋଟିଏ ଘଣ୍ଟ ବାଜୁଛି, 2-4 ଜଣ ଠିଆ ହେଇକି ଦଣ୍ଡବତ ହଉଛନ୍ତି ବୋଲି ଇଏ ବୋଧେ କୌଣସି ଦଳ ଭିତରେ ନାହାନ୍ତି। ଇଏ ଯେତେବେଳେ ଯୋଉ ଦଳକୁ ଆସିବେ, ପୁଣି ଜଗନ୍ନାଥ ଶୂନ୍ୟ ହେଲେ। ଗୋଟିଏ ଘଣ୍ଟ ବାଜୁଛି ଜଗନ୍ନାଥଙ୍କର ଆରତି। ମୋର ମାନସିକ ଅବସ୍ଥା ଭଲ ରହିଲାନି। ସେଦିନ ପାରଳା ଖେମୁଣ୍ଡିର ଜଗନ୍ନାଥଙ୍କ ମନ୍ଦିର ପାଖରେ ମତେ ଯେତେବେଳେ କହିବାକୁ ହେଲା, ମୁଁ ଯେତେବେଳେ କହିଲି,
ଅନ୍ୟ ପକ୍ଷରେ ତାକୁ ଭଣ୍ଡୁର କରିବା ପାଇଁ ମାନେ ବାବା ବଳିଆଙ୍କ ଭାଷଣ କୁ କେହି ନ ଶୁଣ ତାକୁ ଭଣ୍ଡୁର କରିବା ପାଇଁ ମୁଁ ତାଙ୍କ ନାଁ କହିବିନି ସେମାନେ ତାଙ୍କର ମାଇକି ନଗେଇ ଚଲେଇଲେ ଆଉ ତେଣୁ ସଜ୍ଜନ ଏଇଭଳିଆ ସଂକୀର୍ଣ୍ଣ ମନୋଭାବ ରଖିଲେ ଜୀବନ ଚାଲିଯିବ କିନ୍ତୁ ଜଗତ ଜୀବନକୁ ଆପଣ କେବେ ବି ପାଇବେ। ମୋର ପିଲାଦିନର କର୍ଣ୍ଣଗୁରୁ ରାଜୀବ ଲୋଚନ ସେ ଗୋଟେ ଗୀତ ଲେଖିଥିଲେ ତାଙ୍କର ଆଉ ଗୀତ ନାହିଁ ମୁଁ କେବଳ ଗୋଟିଏ ଗୀତ ଜୟଣା ଗୁରୁ ହୋ
ରାମାଚାର୍ଯ୍ୟ ବାବା ବାୟା କ'ଣ କହିଲେ? ଗୋଟିଏ ଭାଗବତ, ଆମେ ତ ଭାଗବତର ବହୁତ ମାନେ ଆମେ ପଢୁଛୁ, ସେ ଗୋଟିଏ ପଦ କହିଲେ, ଯେଉଁ ପଦଟି କହିଲେ ଜୀବନ ସାରା ସେଇ ପଦ ଭିତରେ ରହିଲେ, ସେ ଆଉ ଆଡ଼କୁ ସାଡ଼କୁ ଯାଇଲେ। ଆମେ ତ ଏଇଠି ବହିଛୁ, ଯଦି ବାଟରେ ଗଲାବେଳେ ଶୁଣିଲୁ ସେ ଏକ୍ସପ୍ରେସ ହାଇୱେରେ ଗୋଟେ ହୁକୁମ ହଉଛି, ସେ ଦୌଡ଼ାକୁ ସାପ କରିଦଉଛି କି କ'ଣ ଗୋଟେ କରିଦଉଛି, ଆପଣ କାଲିକି ଆଉ ଏଠିକି ଆସିବେ। ସେ କେମିତିଆ ଲୋକଟି ତାକୁ ଦେଖିବା ପାଇଁ ସିଆଡ଼େ ଗଲେ। କିନ୍ତୁ ଯେଉଁମାନେ ଗୁରୁ ପ୍ରେମୀ, ଯେଉଁମାନେ ଗୁରୁ କରିନାହାନ୍ତି କିନ୍ତୁ ଭଗବାନଙ୍କୁ, ସାଧୁ ସନ୍ତଙ୍କୁ, ତୀର୍ଥମାନଙ୍କୁ, ଶାସ୍ତ୍ରମାନଙ୍କୁ, ପିତାମାତାମାନଙ୍କୁ, ଗୁରୁ ଗୁରୁଜନଙ୍କୁ ଭକ୍ତି କରୁଛନ୍ତି, ଯଦି ସେମାନେ ଗୁରୁ କରିନାହାନ୍ତି କିନ୍ତୁ ସେ ତଥାପି ଭକ୍ତ। ଶ୍ରବଣ କୁମାର କାହାକୁ ଗୁରୁ କରିନଥିଲେ, ଭଗବାନ ରାମ ଗୁରୁ କରିଥିଲେ। ତାଙ୍କର ବିଶ୍ୱାମିତ୍ର, ବଶିଷ୍ଠ ଇତ୍ୟାଦି ଗୁରୁ ଥିଲେ। ଭଗବାନ କୃଷ୍ଣଙ୍କର ସାନ୍ଦୀପନୀ ଗୁରୁ ଥିଲେ। ଏ ଯୋଉ ରାଜା ପରୀକ୍ଷିତଙ୍କ କଥା କହୁଥିଲେ ଆମର ଗୋପାଳ, ସେ ଶୁକଦେବଙ୍କର କଥା, ଶୁକଦେବ ତାଙ୍କର ଗୁରୁ। ଶୁକଦେବଙ୍କର ଗୁରୁ ହେଉଛନ୍ତି ବ୍ୟାସଦେବ। ତେଣୁ ଗୁରୁବାଦଟା ଆମେ ସୃଷ୍ଟି କରିବୁ, ସେ ଆପେ ଆପେ ସୃଷ୍ଟି। ଗୁରୁମୟ ଏ ଜଗତ ଅନନ୍ତ ଶୟ। ତୁମେ ଅନନ୍ତକୁ କ'ଣ ଦେଖିବ? ଅନନ୍ତ ଇଏ ଜଗତର, ଇଏ ଜଗତ ହେଉଛି ଅନନ୍ତଙ୍କର ବାସସ୍ଥାନ। ବାୟା କ'ଣ କହିଲେ? ଗୋଟିଏ ପଦ ଖାଲି କ'ଣ? ନାମ ତଇ ମହାବଳ। এই ପଦଟି ସିଏ କୁହନ୍ତି, ଏଇ ନାମକୁ ଧରି ସମୁଦ୍ର ପାଣିକି ସେ ମିଠା ପାଣି ବି କରିଦେଇଛନ୍ତି। ଏଇ ବାଲିକୁଦା ଆଶ୍ରମ ପାଖରେ, ଏଇ ଜାଗ ସିଏ କେନ୍ଦ୍ରାପଡ଼ା ଜିଲ୍ଲା, ସେତେବେଳେ ଥିଲା କଟକ ଜିଲ୍ଲା। ଗୋଟେ ନଈକି ମଧ୍ୟ ସେ ମିଠା ପାଣି କରିଦେଇଛନ୍ତି। ଗୋଟେ କଦଳୀ ଗଛକୁ କାଟିକିରି ଲଗେଇଥିଲେ ଅଷ୍ଟମପରି ହବା ପାଇଁ, ସେ କଦଳୀ ଗଛଟି ମାନେ ଆଉ ମଲା ନାହିଁ, ସେ କଦଳୀ ଫଳିଲା। ତାର ଏଇଭଳି ମିସ୍ମର୍ଜିମ୍ ବୋଲି ଯାହାକୁ କହୁଛନ୍ତି ଯାଦୁ, ଜୀବନକୁ ସୁସ୍ଥ କରିବା ପାଇଁ ଯେଉଁ ଯାଦୁ ଆବଶ୍ୟକ, ସେଇମାନେ ସେଇ କଥାଟା ଗୁରୁମାନଙ୍କ ପାଖରେ ଅଛି। ଯୋଉ ଯାଦୁରେ କିଛି ଆବଶ୍ୟକ ନାହିଁ, ସିଏ ଯାଦୁ ଲୋକ ଦେଖିକିରି କ'ଣ ମାନେ ଆପଣ ଜାଣିଥିବେ ଉତ୍ତର ପ୍ରଦେଶରେ ଏତେ ଲୋକ ହେଲେ ଯେ
गोटे बाबाजी कौन गोटे करुला किसी लोक मरीगले दला चकटा है माने एते गुरु प्रेम तांकर सृष्टि है आम ओडिशा देखिए एमिति गुरु अच्छा तोर कौन है ना मो अंटा बिंदु ना अंटा ताकू देखलु अंटार दी गोईठा पके कौन भल है से छानिया कि कौन कहे हाँ आज्ञा मत आठना भल लगे आउ देखा अंटा आउ दीटा गोईठा पके मु दिने भक्त हाथ में खबर देली जे गुरुदेव भी मोर भी गुरु से मु तो सब गुरु को माने मो देहरे केते गुड़ा बेमारी आसिकी पशिला मोर काम करने को बहुत मन किंतु ये जो बेमारी पशिला मु काम करि पारुनी से मोर जो जेतिकी बेमारी अच्छी तादर गोटाए बेमारी से नहीं जा से गोईठा मारतु कि चटकणा मारतु से कथा तांको पाखरे पहुंचला कि नहीं मु जानी तेणु सज्जन बालेश्वर कवि भागवत पंडा से लिखिथिले यही भंड तप मिछ मारे तमें एते माने जदि एते शक्ति पाइकिरी आईच गोटे कुष्ठाश्रम को जाऊना तांकु गोईठा मार गोईठाटा माइले भल नुह चटकणाटा पकेब कि बारटा को झिंकीदेव कि कौन कर जहाद्वारा से सबू माने कुष्ठ रोग सबू निराहरण हो तबे आमरी पाखरे ये भेड़िकी कहीं देख शांत सरल मनीष भितर एमाने गरल सृष्टि कर मनीष भाव प्रवणता को नहीं जो माने सेठी पहुंची जाऊ तेणु गोटे कथा मन रखु आपण काहाकू गुरु करिवे काहाकू न करिवे से विचार भलिया किसी कहवा चाहे मु 50-60 वर्ष धरी समाजर संस्कार अंधविश्वास दूरे जावाई मु प्रतिदिन मोर कार्यक्रम मु निजे निजे ही स्थिर करे आउ जते दिन रही से कथा करी आउ अन्य कथा किछि ना विश्वर शांति पाई देशर शांति पाई राज्यर शांति पाई जी जो गुरुंकर शिष्य शिष्या होंतु सेमानंकर शांति पाई मु प्रार्थना करुछि एवं जीवन सारा करी जेतबेले मते पद्मश्री गोटे सम्मान मिलला सेतबेले आमे राष्ट्रपति दारू पाई आमे सब ठिया
ସେଇ ବାଟରେ ଆମର ପ୍ରଧାନମନ୍ତ୍ରୀ ଗଲେ, ସମସ୍ତଙ୍କ ସହିତ ଟିକେ କଥା ହେଲେ। ମୋ ପାଖରେ ଯେତେବେଳେ ପହଞ୍ଚିଲେ ମୁଁ ତାଙ୍କୁ କହିଥାନ୍ତି ଦିଲ୍ଲୀରେ ଗୋଟେ ଜାଗା ମୋ ପାଇଁ କରିଦିଅନ୍ତୁ, ସେ ହଁଟା ମାରିଥାନ୍ତି। କିନ୍ତୁ ମୁଁ କ'ଣ କହିଲି, ବିଶ୍ୱ ଧ୍ୱଂସାସ୍ତ୍ର ବିମୁକ୍ତ ହଉ, ଏଇ ଆହ୍ୱାନ ଭାରତ ଏଇ ଆହ୍ୱାନରେ ସାମିଲ ହଉ। ତାମାନେ ମୁଁ ଆପଣ ସାମିଲ ହୁଅନ୍ତୁ କହିଲେ, ଭାରତ ବିଶ୍ୱ ଶାନ୍ତି ପାଇଁ ବାର୍ତ୍ତା ଦଉ। ସେ ବହୁତ ଖୁସି ହେଲେ, ସେ ଫଟୋ ବି ଏବେ ରହିଛି, ହସିଦେଲେ। ତେଣୁ ସଜ୍ଜନ, ସବୁ କଥାର ଗୋଟେ ତତ୍ତ୍ୱ ଅଛି। ଯେତେବେଳେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ହେଲେ, ଆମକୁ ସବୁ ନିମନ୍ତ୍ରଣ କଲେ। ମୁଁ ଯୋଉ କହିଲେ ଆମେ ଯାଇ କ'ଣ କରିବୁ, ସେ ତ ରାଷ୍ଟ୍ରପତି ହେବେ, ଆମେ ଯାଇ କ'ଣ କରିବୁ। ହଉ କେତେବେଳେ କହିଲେ ନା ଆପଣ ଯିବେ, ଆଉ ଯାଆନ୍ତୁ ଟିକେ ବୁଲିବାକୁ। ମୁଁ ଗଲି, ପୁରା ଚେୟାରରେ ବସିକିରି ଭାବିଲି, ବୋଲି ଇଏ କ'ଣ କହିବେ, ମୁଁ ତ କିଛି କାମ ନାହିଁ, ଖାଲି ବସିବା କଥା। କିନ୍ତୁ ଯେତେବେଳେ ଦ୍ରୌପଦୀ ମୁର୍ମୁ ସେ ଯେତେବେଳେ ତାଙ୍କ ଭାଷଣ ଦେଲେ, ସେ ଭାଷଣ ବେଳେ ଗୋଟିଏ କଥା କହିଲେ, ଭୀମ ବୋଇଙ୍କ କଥା କହିଲେ, ପ୍ରାଣୀଙ୍କ ହାର से पाठ पढ़ी, को कॉलेज से पीजी करते, तांको भीतर ये भावना सृष्टि है। गोपबंधु उत्कलमणि गोपबंधु से कौन कहे, मिशु मोर दे तेणु सज्जनम यही होउचंती भल मनीष। जी भल मनीष सी समस्त को भल कथा कुहे, भल कथा दिखा। जी मंद मनीष से कहे मु तो पीऊची, माने मद पीऊची, तू चाल मो सांगे पीबू, मु पैसा दे। से कौन प्रकार कौशल करे ताकू मद पिया। से भागवत कही हीन संग हीन
ପଦରେ କହିଲେ ଉତ୍ତମ ସଙ୍ଗେ ଆଜି ସକାଳ କି ମଧ୍ୟାହ୍ନ ମନେ ପଡୁଛି ଗୋଟେ ପିଲା ମୋ ପାଖରେ ବସିଥିଲା। ମୁଁ ତାକୁ ପ୍ରଶଂସା କରୁନି, ସେ କିନ୍ତୁ ଗୋଟେ ଭଲ କଥାଟିଏ ମୋତେ କହିଲା। ଆମେ କେତେ ଜଣ ମାନେ ପାନ, ବିଡ଼ି, ସିଗାରେଟ, ଗୁଟୁକା, ମଦ ଏ ସବୁ ଖାଉନାହୁଁ। ଆମେ ମାନେ ଭଲ କାମ କରିବା ପାଇଁ ସବୁବେଳେ ଆମର ମାନେ ମନୋବୃତ୍ତି ରଖିଛୁ। ଆମକୁ କିଛି ଲୋକ କହୁଛନ୍ତି ବା ଉପହାସ କରି କହୁଛନ୍ତି, ତମ ଦଳଟା କେତେ ଟଙ୍କା ନେବ ଆମ ପାଖକୁ ଆସୁନା। ମୁଁ ତାଙ୍କୁ କହିଲି, ବାବୁ ସିଏ କହନ୍ତୁ, ତୁମେ ତମ କାମ କର। ଠାକୁର ନିଗମାନନ୍ଦଙ୍କ ପାଖକୁ ଜଣେ ଭକ୍ତ ସବୁଦିନେ ଯାଆନ୍ତି। ଗୋଟେ ଛକ ଉପରେ ଗୋଟେ ମଣିଷ ମାନେ ଗୋଟେ ମଣିଷାକୃତି ମାନେ ପଶୁ ଆଉ ସେ ବଇଥାଏ। ଏ କୁଆଡ଼େ ଯାଉଛ? ନା ମୁଁ ଯାଉଛି ଠାକୁରଙ୍କ ଦର୍ଶନ ପାଇଁ। ଠାକୁରଙ୍କୁ ଭଣ୍ଡ ଏମିତି କହନି, ତା ପାଖକୁ କାହିଁ ଯାଉଛି? ମୋ ପାଖକୁ ଆସୁନା। ମୁଁ କଣ ତମ ସମସ୍ୟା ସମାଧାନ କରିବି? ସିଏ ଆଉ ସେ କଥାକୁ ଶୁଣିକିରି କିଛି କହନ୍ତିନି। ମନ ଦୁଃଖରେ ଠାକୁରଙ୍କ ପାଖରେ ଯାଇ ପହଞ୍ଚି ତାକୁ ସମର୍ପଣ କର। ଦିନେ ଆଇଲା ବେଳକୁ ଶୁଣିଲେ ସେ ଭକ୍ତଟି ମରିଯାଇଛି। ସେ ଯୋଉ କହିଲା ଲୋକ, ତା ଲୋକ ସବୁ କାନ୍ଦୁଛନ୍ତି। ଇଏ ପଚାରିଲା, କଣ ହେଲା କି? ନା ତା ମରିଗଲା ଆଉ ହାର୍ଟ ଷ୍ଟ୍ରୋକରେ। ଆଉ ସେ ସବୁ ଶୁଣିଲେ, କିଛି ସମୟ ବସିଲେ, ଠାକୁରଙ୍କ ପାଖକୁ ଆସିଲେ। ତାଙ୍କୁ ଠାକୁର ନିଗମାନନ୍ଦ ପଚାରିଲେ, ଆଜି ଏତେ ସମୟ ଡେରି କଣ ହେଲା? ସେମାନେ ସବୁ ଜ୍ଞାତା ପୁରୁଷ, ଅନ୍ତରର କଥାକୁ ସେମାନେ ଜାଣିପାରନ୍ତି। ସିଏ ପଚାରିଲେ, ତମର ଏଠି ଆଜି କାହିଁ ଡେରି ହେଲା? ସେ ଯୋଉଠୁ କହିଲେ ଠାକୁର ଆଉ ଏମିତି ଆମେ ଆଉଥିଲୁ, ବାଟରେ ଯୋଉ ଗୋଟେ ଲୋକ ମରିଗଲା, କନ୍ଦା କଟା ହଉଛି, ସେଇଠି ମୋର ଟିକେ ବିଳମ୍ବ ହେଲା। ଆଉ ସିଏ ତ ମରିଗଲା, ସିଏ କାନ୍ଦ କନ୍ଦି କରୁଛନ୍ତି, ତମର କାହିଁ ବିଳମ୍ବ ହେଲା? ନା ଟିକେ ଆନନ୍ଦ ହେଇଗଲି ତ, ତେଣୁ ବିଳମ୍ବ ହେଲା। ଠାକୁର କହିଲେ, କଣ ସିଏ ମରିଗଲା ତମେ ଆନନ୍ଦ ହେଲ? ସେ ତାର ଉତ୍ତର ଦେଲେ, ଆପଣଙ୍କ ପାଖକୁ ଆମେ ଯେତେବେଳେ ଆସୁ, ଆମକୁ ସେ ଅତି କଦର୍ଯ୍ୟ ଭାଷାରେ ଆମକୁ ଗାଳି ଗୁଲଜ କରେ। ଆମେ ଆଉ କିଛି ନ କହିକିରି ଗୁରୁଙ୍କ ଦର୍ଶନକୁ ମୁଖ୍ୟ କରି ଆପଣଙ୍କ ପାଖକୁ ପଳେଇ ଆସୁ। ଆଜିଠାରୁ ସେ ଲୋକଟି ମଲା, ଆମର ମାନେ ସେ ଯୋଉ ଅପମାନ ସେ ବି ଗଲା। ଠାକୁର ନିଗମାନନ୍ଦ ବସି କାନ୍ଦିଲେ, ତାଙ୍କ ଆଖିରୁ ଖାଲି ଲୁହ ବୋହିଲା। ଠାକୁର କାହିଁ କାନ୍ଦୁଛନ୍ତି? ନା ମୋର ଗୋଟେ ବଡ ଭକ୍ତ ମରିଗଲା। ସେଠୁ ପଚରା ପଚରି ହେଲେ, କୋଉ ଭକ୍ତଟି ମଲା? ତମେ ତ ଅଛ, ସିଏ ତ ଅଛି, ସେ ମଲା କି? ପଚାରିଲେ
ଠାକୁର ସେ ଭକ୍ତଟି କିଏ? ସିଏ ଠାକୁର କହିଲେ ଯୋଉଥିପାଇଁ ସିଏ ଆନନ୍ଦ ସେଇ ଲୋକଟି ହଉଛି ମୋର ବଡ ଭକ୍ତ। ସମସ୍ତେ ଆଶ୍ଚର୍ଯ୍ୟରେ ଠାକୁର କଣ ଏମିତି କହୁଛନ୍ତି? ସେଟା ଆମ ସଂସ୍ଥାର ଲୋକ ନୁହନ୍ତି, ଯେମିତି ଆମେ କହୁଛୁ ସେ ଆମ ଦଳର କି ଆମ ସମ୍ପ୍ରଦାୟର, ସେମିତି ସେ କହିଲେ ସେଟା ଆମ ଲୋକ ନୁହନ୍ତି ନା, ସିଏ ହଉଛି ଆମର ଅସଲ ଲୋକ। ଆମେ କିଛି ବୁଝିପାରୁନୁ, ଆମକୁ ଟିକେ ବୁଝେଇବୁ। ଠାକୁର ତାର ସଂକ୍ଷିପ୍ତରେ ଉତ୍ତର ଦେଲେ, ତମେ ଯିଏ ମୋ ପାଖକୁ ଆଉଛ, ତମ ଭିତରେ ଥିବା ଦର୍ଶନ ମାତ୍ର ଗୁରୁଙ୍କୁ ବା ଇଷ୍ଟଙ୍କୁ ଦର୍ଶନ କରିବା ମାତ୍ରକେ ସେଇ ମୁହୂର୍ତ୍ତରେ ତମ ଭିତରେ ଯେତେ ପାପ ଅପରାଧ ଦୁଷ୍କର୍ମ ରହିଛି ସେ ସବୁ ଏଇଠି ମୋ ପାଖକୁ ପଳେଇ ଆସେ। ମୋର ଆଶୀର୍ବାଦ ତାକୁ ନେଇ ତମେ ଘରକୁ ଫେର। ମୋ ପାଖକୁ ତମ ପାପ ଅପରାଧ ଯେତେବେଳେ ଆସେ ମୁଁ କଣ କରେ? ଇଏ ପାପ ଅପରାଧକୁ ସେଇ ଲୋକଟାକୁ ଦିଏ। ଯୋଉ ଲୋକଟା ମରିଗଲା, ସେ ତ ଆଜି ମରିଗଲା, ମୁଁ ଆଉ କାହାକୁ ଦେବି? ସେଇ ନାକି ମୁଁ କାନ୍ଦୁଛି। ତେଣୁ ସଜ୍ଜନ, हे गुरु तुमे यही गोटे गीत मुझे कहूँ समस्ते बोलुच जी जो गुरुंकर शिष्य ये जो भणीटाटी गुरुंक ना माने बलिया ना धरिया से इच्छा कर मत भल पाइबे कौन मोर नाटा तो भल पाऊना मत कौन भल पाए गोटा गोटा जगार एमती माने कथबार्ता हो पचारती ये गीत कौटू पाइल ना मत अमुक जगार किए देला ये गीत कौन से लिखिंट ना हाँ जिते बड़े हाँ कौन गोटे आरंभ है तर्क तेणु सज्जन संकीर्ण मनोवृत्ति त्याग करने छोट मन छोट कथा ये सब को त्याग करने भगवान गीता रे अर्जुन को मध्य आह्वान दे आज छोटिया छोटिया कथा को नहीं आज आम घर संसार भितर आम परिवार भितर आम गाँ भितर ये ता मुह को चाहूने कि सी ता मुह को तेणु मोर बापांकर गुरु
ଯଶୋବନ୍ତ ଅଧିକାରୀ ଗୋଟିଏ ପଦ ମୋ ବୋଉ ପାଖକୁ ଚିଠିରେ ଲେଖିଥିଲେ। ক্ষুদিত পাপ বুদ্ধি ছা খবরী গুরু গোবিন্দ ये कथा सब मने पड़े से महापुरुषों को मु चिंता करे। कौन चिंता करे? आम द्वारा आउ हबनी, तमें आउ थरे सब आस। आमे बरं आगु पलैबू जाऊँ आपण मैंने आस। आपण मैंने जितेबाला आसी सेतेबेले जो दुनियाटा को देखी आज से दुनिया नहीं, खाद्य नहीं, पेय नहीं, पोशाक नहीं, संस्कृति नहीं, धर्म नहीं, किसी मंदिर गुड़ाए है किंतु धर्मर कथा कौटी नहीं, सब अन्याय अराजकता। तेणु बलिया बरंग था रहू कि न रहू आपण आस मुझे भाषण माध्यम मो अंतर कथा मु जहा भावे से कथाटा को निवेदन करे। जगत गुरु शंकराचार्य जो केरल माटी जन्म होते से आपण जीवे वेद तो वेद सबुटी देखिए माने ख्रिस्टियान धर्मर प्रचार। ताल शंकराचार्य को आम कहूँ आम शंकराचार्य किंतु से महिमा को गाँ लोक तो जानी ना जो सत्य साई जन्म होते एते लीला करी गले आमे भी गलु आमे जाई देखिलु सत्य साई परे ये जगार सब केमिटी कौन सब होची देखिलु सेठी भी खाली चर्च गड़ी उठिला। आमे 2 दिन रहिलु तेणु आ कौन करूँ पाखे आम जनईकि आईलु आपण आउ थरे लंबा बेत धरिक आस आपण जो माटी एते लीला करी गले कहीं से लीला कले आपणकर अंचलटा को बुझिनी यही भाव प्रत्येक गुरु मानकर बाणी गुरु मानकर साधना आज विश्व परिणत मुझे निजक दायी करुच्ची बोधे मु भल गुरु हो पारि ना भल परामर्श बोधे दे पारि ना किंतु 60 वर्ष काल मु आध्यात्मिक राज्य रे एते कथा कहली किंतु
ମୁଁ ଯୋଉ ଅଞ୍ଚଳରେ ଜନ୍ମ ହେଇଛି ସେଠି ବି ଚୋରା ମଦ ବିକ୍ରି କରୁଛି। ମୁଁ କଣ କାହାକୁ କହିବି? ତେଣୁ ସେଇ ମହାପୁରୁଷ ମାନଙ୍କୁ ମୁଁ ପ୍ରାର୍ଥନା କରୁଛି, ସେମାନେ ଆମକୁ ସବୁ ବିଦାୟ ଦେଇ ସେମାନେ ଆଉ ଥରେ ଥରେ ଆସ, ଆମେ ଆଉ ଇଏ ଜଞ୍ଜାଳ ସମ୍ଭାଳି ପାରିବୁ। ବହୁତ କଥା କହିବା ପାଇଁ ମୋତେ ବାରଣ କରାଯାଇଛି। କେନ୍ଦ୍ରାପଡ଼ାରେ ମୁଁ ଯେମିତି ଗୋଟେ ଏମ୍ପି କି କ'ଣ ହେବି, ମୋତେ ଏ ବର୍ଷ କେନ୍ଦ୍ରାପଡ଼ାରେ ମାନେ ପ୍ରୋଗ୍ରାମ ଗୁଡ଼ା ଏମିତି ହେଇଛି ଯେ ମୁଁ ଭାବିଲି ଆଉ ବୈଜୟନ୍ତ ବାବୁଙ୍କୁ କହିବା ଆପଣ ରହିଯାଆନ୍ତୁ, ମୋତେ ଏଥର ଛାଡ଼ିଦିଅ। ସେ ପ୍ରୋଗ୍ରାମର କିଛି ମାନେ ନାହିଁ, କିନ୍ତୁ କେବଳ ବଳିଆ ଆସିବ, ବଳିଆ ପାଖକୁ କାଳିଆ ଆସିବ, କାଳିଆ ପାଖକୁ ଭଳିଆ, ସେ ବଳିଆ ଆସିବ। ଇଏ ଲୋକମାନଙ୍କର ଏଇ ଅଭ୍ୟାସ। ଏଇ କ'ଣ ଗୋଟାଏ ଏଇ ମାସା ଗାଈରୁ ମୁଁ କ'ଣ ମଠକୁ ଯିବି, ଇଆଡ଼େ ଗୋଟା କୁଆଡ଼େ ଯିବି କଣ୍ଟିଆ କଣ୍ଟିଆ। ସେ କଣ୍ଟିଆ କି କଣ୍ଟିଆ ମାଛ ଗୋଟେ ଆମ ପିଲାଦିନେ ଥିଲା। ତେଣୁ ସେ କଣ୍ଟିଆ କି କଣ୍ଟିଆ ମୁଁ ଗଲେ ତାଙ୍କୁ ଦେଖି, ପୁଣି କଣ୍ଟିଆରୁ ଆଉ ଗୋଟା କୋଉ ମୌଜାକୁ ଯିବି, ପୁଣି ସେଇଠୁ ଆଉ କୋଉଠିକି ଯିବି। ଏଇଭଳି ଭାବରେ ଜୀବନ ଅସ୍ତବ୍ୟସ୍ତ ହଉଛି। ଆମେ ଯାହା କହୁଛୁ ତମେ ଯଦି ଟିକେ ମାନନ୍ତ, 100 ଜଣଙ୍କୁ କହୁଛୁ, 5 ଜଣ ଯଦି ମାନିବ, ସେଇଟା ଆମ ଜୀବନର ସାର୍ଥକ। ଆମେ ଗୁଡ଼ାଏ ଗପୁଛୁ, ତମେ କ'ଣ ପାଉଛ? ଏମିତି ଗୋଟାଏ ଗୋଟାଏ ପ୍ରୋଗ୍ରାମ ସବୁ କରୁଛନ୍ତି। ଆମେ ଅମୁକଙ୍କୁ ଆଣିବୁ, ଢମୁକଙ୍କୁ ଆଣିବୁ, କିଏ 20,000 ନେବ, କେତେ ଶେଷକୁ ମନେ ପଡ଼ିଯାଉଛି, ସବା ଶେଷକୁ ଇରେ ହେ ସେ ବଳିଆଟାକୁ ଛାଡ଼ି ଦେଇଛେ, ସେଇଟା ଆଇଲେ କିଛି 10-50 ଲୋକ ଅଧିକା ହେବେ। ତେଣୁ ବଳିଆ ପାଖକୁ ଆଇଲେ ନିମନ୍ତ୍ରଣ ପତ୍ର ଛପା ହେଇଛି। ସେ ନିମନ୍ତ୍ରଣ ନେଇ ଶିଶୁ ଅନନ୍ତ ଆଶ୍ରମର ଶିଷ୍ୟ ଆଇଛନ୍ତି, ସେ ଏଇ ସଭାରେ ବହିଛନ୍ତି। ବଳିଆ ନାଁଟା ସଭା ପଛରେ ଲେଖା ହେଇଛି, ନା ପଛରେ ମୋତେ ନିମନ୍ତ୍ରଣ କଲେ। ମୁଁ କହିଲି ତମର କମନ ସେନ୍ସ ନାହିଁ, ତୁମେ ଏଠୁ ବିଦାୟ ନିଅ, କେବେ ବି ବଳିଆ ଯିବନି। ତେଣୁ ସଜ୍ଜନ, ଏତେ ଲୋକଙ୍କୁ ଡାକୁଛ, ସେ କ'ଣ ସର୍ବତ ହେଇଛି ପିଇଯିବ? ଖରାଦିନ ଲସି। ହଉ ସଜ୍ଜନ, ଆମର ଏ ପବିତ୍ର ମାଟିରେ ବଳଦେବଙ୍କ କ୍ଷେତ୍ର, ଏ ପବିତ୍ର ମାଟିରେ ଏମିତିଆ କଥା କେତେ ବର୍ଷ ହେଲାଣି ଚାଲିଛି, ଆଉ କେତେ ଦିନ ଚାଲିବ ଏଟା ତାଙ୍କ ଇଚ୍ଛା। କିନ୍ତୁ ନାମରେ ମାତିବେ, ଭଲ କାମ କରିବେ। ନାମ କଳିଯୁଗର ଶ୍ରେଷ୍ଠ ମାର୍ଗ। ନାମରେ ମାତିବେ, ଆଉ କର୍ମରେ ମନ ଦେବେ। ପରିବାରରେ ଯୋଉମାନେ ଅଛନ୍ତି ତାଙ୍କୁ ସେବା କରିବେ। ଠାକୁରଙ୍କ ସେବା କରି ଘଣ୍ଟା ଘଣ୍ଟା ନଷ୍ଟ କରିବେ। ଠାକୁର ତମ ପୂଜା ଗ୍ରହଣ କରୁନାହାନ୍ତି। ତେଣୁ ତମର କର୍ତ୍ତବ୍ୟ ହେଉଛି ପରିବାରକୁ
ଶାନ୍ତିରେ ରଖିବା। ତମେ ଭୁଲ କରୁଛ, ମନ୍ଦିରରେ ଘଣ୍ଟା ଘଣ୍ଟା ସମୟ ଦଉଛ, କିନ୍ତୁ ପରିବାରରେ ପୁଅ ଝିଅ ସ୍ୱାମୀ ଶାଶୁ ଶ୍ୱଶୁର ବାପ ମା ଏମାନଙ୍କୁ ଅବହେଳା କରୁଛ। ଭକ୍ତିର ଅର୍ଥ ହେଉଛି ସେବା, ମାନେ ଭକ୍ତି ସେ ହେଉଛି ସେବା। ଆମ ଗୋପାଳ ଗୋଟେ ଭଲ କଥା କହିଲା, ଭକ୍ତିରେ ପ୍ରୀତି ନାହିଁ ଯାହାର ସେ କାହୁଁ ଜାଣେ ମୋ ପ୍ରିୟର। ଆପଣ ରୋଷେଇ କରିଦେଲେ ଲୁଣିଆ ହେଲା କି ଅଲଣା ହେଲା, ମୁଁ ତ ରୋଷେଇ କରିଦେଲି, ଖାଇଲେ ଖା ନ ଖାଇଲେ ନାହିଁ। ତେଣୁ ସଜ୍ଜନ ଏଇ ସବୁ ଛୋଟ ବୁଦ୍ଧିକି ଛାଡ଼ି ଗୁରୁ ପ୍ରଦର୍ଶିତ ମାର୍ଗରେ ତୁମେ ଯେ ବନ୍ଧା ହୁଅ, ମୁଁ ସେ କଥା କହୁନି। ସବୁଠିକି ଯିବ, ସମସ୍ତଙ୍କ କଥା ଶୁଣିବ, କିନ୍ତୁ ନିଜ ବାଟକୁ ଭୁଲିବ। ତୁମେ ଯୋଉଠି ଅଛ ସେଇଠି ରହିବ। ତୁ ଯେବେ ଏକ ଭାବେ ଭାବୁ ଏ ଘୋର ସଂସାର କରିବ। ଆଉ ଗୋଟିଏ ଦିନ ପରେ ମୁଁ କଣ୍ଟିଆ ଗାଁକୁ ଯିବି। ଏ କଣ୍ଟିଆ ଗାଁରେ କଣ୍ଟା ଫୁଟେଇକି ରହିବି। ଏତିକିରେ କଥା ରଖିଲି। ସେ ଗୀତଟି ବୋଲିଲେ ଆମର ସରିଲା, ଆଉ କାହିଁ ହଉ। ହଁ ବୋଲ। ସଙ୍ଗୀତ ମଧ୍ୟ ନାମର ସ୍ୱର। ସଙ୍ଗୀତକୁ ଭାବିବେନି ଏଗୁଡ଼ାକ ସଙ୍ଗୀତ। ତେଣୁ ନିମାଇଁ ହରିଚନ୍ଦନ ଏଇ କେନ୍ଦ୍ରାପଡ଼ା ଜିଲ୍ଲାର ମଣିଷ, ଭିକାରୀ ବଳ ଏଇ କେନ୍ଦ୍ରାପଡ଼ା ଜିଲ୍ଲାର ମଣିଷ, ଏମାନଙ୍କ ଗୀତରେ ଜଗନ୍ନାଥ ମଧ୍ୟ ଖୁସି ହେଇଛନ୍ତି। ମୁଁ ନିଜେ ଦେଖିଛି ଜଗନ୍ନାଥଙ୍କ ମନ୍ଦିରରେ। ତେଣୁ ପିଲାମାନେ ଗୋଟେ ଗୀତ ବୋଲିବେ, ଆମେ ଶୁଣି